ଚାଷ କେମିତି କଣ କେତେ ମାଣେ କରୁଛ? ଜମା ନାହିଁ, 3 ମାଣେ କରୁଛ? ଓହୋ, କଣ କରିବେ, ବର୍ଷା ତ ଏମିତି ଆଉଛି ଯେ ଇଏ କରୁଛି, କଣ ସବୁ ନଷ୍ଟ କରିଦେଲାଣି ଚାଷ। ପାଗ ବି ଖରାପ ହେଇଯାଇଛି ନା। ଏ ଭାଇ ରୁହ ରୁହ ରୁହ, ତମେ ଗାଡି ଚଲଉଛ, ଏ ଦେଖିଲା କାନରେ ମୋବାଇଲ ଟା ଦେଇଛ, କହିଲ ହେଲମେଟ ନାହିଁ ମୁଣ୍ଡରେ। ଆମେ ଟୋକାଳିଆ ହେଲମେଟ ଦେଲେ ମୁଣ୍ଡ ନଷ୍ଟ, ଚୁଟି ନଷ୍ଟ ହେଇଯିବ। ତମେ ଚୁଟି ନଷ୍ଟ ହେଇଯିବ ବୋଲିକି ତମେ ଚୁଟି ସଜେଇଲା ବେଳକୁ ଯେତେବେଳେ ଆକ୍ସିଡେଣ୍ଟ ହେଇଯିବ ମୁଣ୍ଡ ରହିବ ତ? ରହିଲେ ସିନା ଚୁଟି ରହିବ। ମୁଣ୍ଡ ରହିଲେ ସିନା ଚୁଟି ରହିବ। ବାପା ତମେ ଗୋଟିଏ ପୁଅ, ତମେ ଏସବୁ ଭୁଲ କରୁଛ, କହିଲ କୋଉଠି ପଡିଯିବ? ସେ ଦାଢି ଷ୍ଟାଇଲରେ ରଖିଛ, ଆଉ ଗାଲ ରାପି ହେଇଗଲେ ଦାଢିର ଆଉ ଉଠିବ ତ ସେଠି? ତମେ ମୁଣ୍ଡଟା, ମଣିଷ ଶରୀରର ହଉଛି ମୁଣ୍ଡ ମୁଖ୍ୟ। ଏଇ ମୁଣ୍ଡଟା ଥିଲେ ଆମେ ସବୁ କରିପାରିବା। ହାତ ଗୋଡ ଭାଙ୍ଗିଗଲେ ଚଳିବ, ଗୋଡ ଭାଙ୍ଗିଗଲେ ଚଳିବ, କିନ୍ତୁ ମୁଣ୍ଡଟା ଚାଲିଗଲେ ମଣିଷର ଶରୀର ସବୁ ଜିନିଷ ମୁଣ୍ଡରେ ରହୁଛି ନା ମଗଜ। ଛୋଟ ପିଲା ଏସବୁ ବୁଝି ପାରୁନ, ତମକୁ ଏଇନା ଚୁଟି ଉଡିଲେ ଭଲ ଲାଗୁଥିବ, ବାଇକ୍ ଚଲାଉଥିବ ଚୁଟିଟା ଉଡିଲେ ମାନେ ଛୋଟ ପିଲାଙ୍କୁ ଭଲ ଲାଗେ ନା, ଏ ଚୁଟି ଆମର ଉଡୁଛି। କିନ୍ତୁ ଚୁଟିଟା ସିନା ରହିଲେ, ମୁଣ୍ଡଟା ରହିଲେ ଚୁଟିଟା ରହିବ ନା ନାଇଁ? ଆଜି କୋଉଠି ପଡିଯିବ, ମୁଣ୍ଡଟା ମାଡ ହେଇଯିବ, ଏତିକ ଚୁଟି ଯିବ ନା ନାଇଁ? ଏ ଯୋଉ ଦାଢି ସାଇଜରେ ରଖିଛ, ଦାଢିଆ ଉଠିବ, ଗାଲ ରାପି ହେଇଯିବ। ସବୁବେଳେ ହେଲମେଟ ଲଗେଇ ଚଲାଅ, ଯୋଉଠି ବି ଚଲଉଛ ହେଲମେଟ ଲଗେଇ ସବୁ ଚଲାଅ। ନିଅ ଗୋଟେ ହେଲମେଟ ନିଅ। କାନରେ ମୋବାଇଲ ଦଉଛ, ଏଣେ ହେଲମେଟ ନାଇଁ ନା? ଏ ନିଅ ମୋବାଇଲ ହେଲମେଟ ଦିଅ। ହେଲମେଟ ନିଅ, ହେଲମେଟ ଲଗେଇଦେଲ ତାଙ୍କୁ। ସବୁବେଳେ ଯେତେବେଳେ ଗାଡି ଚଲେଇବ ସବୁବେଳେ ହେଲମେଟ ଲଗେଇବ, ହେଲମେଟ ଲଗେଇ ସବୁବେଳେ ଗାଡି ଚଲେଇବ। ତମେ ନିଜେ ସୁରକ୍ଷିତ ରହିବା ସହିତ ଗୋଟେ ଅନ୍ୟମାନଙ୍କ ପାଇଁ ଉଦାହରଣ ବି ହେଇପାରିବ। ବୁଝିପାରିଲ ତ? ହଉ ଯାଅ, ଏଥର ଯାଅ, ଏଥର ସବୁବେଳେ ଗାଡି ଚଲେଇଲେ ହେଲମେଟ ଲଗେଇବ ହେଲା। ମୋବାଇଲ ଟା ରଖ, ଆଉ ମୋବାଇଲ କାନରେ ଦବନି, ଯାଅ।